ପାନପୋଷ ହକି ଛାତ୍ରାବାସ। ରାଉରକେଲାର ପାନପୋଷ ହକି ଛାତ୍ରାବାସରେ ବ୍ୟାପକ ଅନିୟମିତତା ହୋଇଥିବା କଥା କହିଛନ୍ତି ନବନିର୍ବାଚିତ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ। ପାନପୋଷ ସ୍ପୋର୍ଟସ୍ ହଷ୍ଟେଲ ପରିଦର୍ଶନରେ ଯାଇ ସେ ହଷ୍ଟେଲରେ ଚାଲିଥିବା କେତେକ ଅନିୟମିତତା ଉପରେ ସେ ଅଭିଯୋଗ ପାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏନ୍ତୁଡ଼ିଶାଳ କୁହାଯାଉଥିବା ଏହି ହକି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମେ ଏକ ଅଭିଯୋଗ ତାଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଗତ 2022ରେ ଆସାମ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ହକି କପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିଲେ 18 ଜଣ ଛାତ୍ରୀ ଏବଂ ସେଠାରୁ ବିଜୟୀ ହୋଇ ଗୋଲ୍ଡ କପ୍ ମଧ୍ୟ ଆଣିଥିଲେ ଏବଂ ଓଡ଼ିଶାର ସୁନାମ ଆଣିଥିଲେ। ସେହି ସମୟରେ ପ୍ରତ୍ୟେକ ଖେଳାଳିଙ୍କୁ 20,000 ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ 9 ଜଣଙ୍କୁ ମାତ୍ର 13,000 ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଅନ୍ୟ 9 ଜଣଙ୍କୁ ଆଜି ପର୍ଯ୍ୟନ୍ତ କିଛି ଦିଆଯାଇନଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ବିଗତ ଓଡ଼ିଶା ସରକାର ନିଜ ପାଣ୍ଠିରୁ ଆନ୍ତର୍ଜାତିକ ହକି ଖେଳ ଦେଖିବା ପାଇଁ ବିଦେଶକୁ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ପଠାଉଥିବା ବେଳେ ଓଡ଼ିଶାର କାହାକୁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି। ଏହା ବିଗତ ଓଡ଼ିଶା ସରକାରଙ୍କ କିଭଳି ନୀତି ବୋଲି ଶ୍ରୀ ତନ୍ତୀ ପ୍ରଶ୍ନ କରିଛନ୍ତି। ଖେଳିବା ପାଇଁ ସିଲେକ୍ସନ୍ ପ୍ରୋସେସ୍ରେ ମଧ୍ୟ ଅନିୟମିତତା ହେଉଛି ବୋଲି ସେ କହିଛନ୍ତି। ଏହାର ସ୍ୱଚ୍ଛତା ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ଖେଳ ଜୋତା, କିଟ୍, ହକି ଷ୍ଟିକ୍, ଗୋଲକିପର ପ୍ୟାଡ୍ ମିଳୁଥିବା ମଧ୍ୟ ଛାତ୍ରଛାତ୍ରୀମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଦକ୍ଷତାପୂର୍ଣ୍ଣ କୋଚ୍ ଥିବାବେଳେ ଅନ୍ୟ ରାଜ୍ୟରୁ କୋଚ୍ ଆଣିବା କେତେଦୂର ଯୁକ୍ତିଯୁକ୍ତ ଏକଥା କହିଥିବା ବେଳେ ଖେଳାଳିମାନେ ଅନ୍ୟ ରାଜ୍ୟର ଭାଷା ବୁଝିପାରୁନଥିବାରୁ ଖେଳିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିଦର୍ଶନ ସମୟରେ ଉପନିର୍ଦ୍ଦେଶକ ସ୍ପୋର୍ଟସ୍ ରାଉରକେଲା ଅଭିଜିତ ମହାନ୍ତ, ଉପନିର୍ଦ୍ଦେଶକ କୋଚ୍ ବି.ଜେ. କାଡ଼ିଆପା, ହକି କୋଚ୍ ପ୍ରଫୁଲ୍ଲ ତିର୍କୀଙ୍କ ସହିତ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ଅକ୍ଷୟ କୁମାର ଦାସ, ପୂର୍ବତନ ଭାରତୀୟ ପୁରୁଷ ହକି ଅଧିନାୟକ ପ୍ରବୋଧ ତିର୍କୀ, ଆଲୋକ ନାୟକ, ସୁଦାମ ସାହୁ, ଟିକେଶ୍ୱର ତାଣ୍ଡିଆ, ଗୌତମ ବାଡ଼ା ଆଦି ବିଧାୟକଙ୍କ ସହ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।